5:5 ମାଥ୍ୟୁ ନମ୍ର ଲୋକେ 5:5 ନମ୍ର ଲୋକେ ଧନ୍ୟ, କାରଣ ସେମାନେ ପୃଥିବୀର ଅଧିକାରୀ ହେବେ। ଆମେନ୍। ଆମେମାନେ ବିଗତ ଦିନମାନଙ୍କ ମଧ୍ୟରୁ ଆଉ ଦେଖି ଆସୁଅଛୁ ଈଶ୍ୱରର ବାକ୍ୟ, ଯେମିତିକା ଆତ୍ମାରେ ଦିନହୀନ ଲୋକ ଧନ୍ୟ। ଆଉ ସେଇପରିକା ପୁଣି ଆମେମାନେ ଦେଖିଲେ କାଲିର ବାକ୍ୟ ଆମେମାନେ ଦେଖୁଥିଲେ କି କାଲିର ବାକ୍ୟ ସୁକାର୍ତ୍ତ ଲୋକେ ଧନ୍ୟ, ସୁକାର୍ତ୍ତ ଲୋକେ ଧନ୍ୟ, ସକାର୍ତ୍ତ ଲୋକେ ଧନ୍ୟ, କାରଣ ସେମାନେ ସାନ୍ତ୍ୱନା ପ୍ରାପ୍ତ ହେବେ। ସକାର୍ତ୍ତ ଲୋକେ ଧନ୍ୟ ଆମେମାନେ, ଯିଏ ତାକୁ ସେମାନେ କଣ କରିବେ? ସାନ୍ତ୍ୱନା ପାଇବେ। ତ ସେମିତିକା ଆଜିର ବାକ୍ୟ ଆମେ ଈଶ୍ୱରକୁ ଦେଖିବା, ଦେଖୁଛନ୍ତି ନମ୍ର ଲୋକେ ଧନ୍ୟ, କାରଣ ମାନେ ପୃଥିବୀର ଅଧିକାରୀ ହେବେ। ମୋର ପ୍ରିୟ ମାନେ ଧନ୍ୟବାଦ, ଯଦି କେହି ମିଟିଂ ଯୋଉ ଅନମ୍ୟୁଟ୍ ଅଛନ୍ତି ଦୟାକରି ମ୍ୟୁଟ୍ କରିଦିଅନ୍ତୁ, ଇକୋ ହଉଛି ଆବାଜ। ତ ଆଜିର ବିଷୟ ଆମେ ଦେଖିବା କି blessed are those, blessed are the meek, for they shall inherit the earth, ମାନେ ପୃଥିବୀର ଅଧିକାରୀ ହେବେ। meek means those who are humble and those who are humility, ଯୋଉମାନେ ନମ୍ର, ଯୋଉମାନେ ବିନମ୍ର, ସେମାନେ କଣ କରିବେ? ପୃଥିବୀର ଅଧିକାରୀ ହେବେ। ତ ତେବେ ମୋର ପ୍ରିୟମାନେ, who are the meeks, କୋଉମାନେ ଏଇ ନମ୍ର ଲୋକ, କୋଉମାନେ ଏଇ ହ୍ୟୁମାନିଟିସ୍ ବା ବିନମ୍ରତାର ଲୋକ? ଯଦି ଆମେ ମାନେ ଦେଖିବା, those who are humble, ଯୋଉମାନେ ନମ୍ର, those who are gentle, ଯେଉଁମାନେ ସାଧାରଣ ଜେଣ୍ଟଲ ଭାବରେ ଥାନ୍ତି, and those who are patientful, ଯୋଉମାନଙ୍କର ପେସେନ୍ସ ଥାଏ, ଯୋଉମାନଙ୍କର କଣ ପେସେନ୍ସକୁ ଧୈର୍ଯ୍ୟ ଥାଏ, ଯେଉଁମାନେ ଧୈର୍ଯ୍ୟବାନ ଲୋକ, ଯେଉଁମାନେ ଜେଣ୍ଟଲନେସ୍ ଲୋକ, ଯେଉଁମାନେ ହମ୍ବଲ, ଯେଉଁମାନେ ନମ୍ର ଲୋକ, ସେଇମାନଙ୍କୁ ତ ମିକ୍ ବୋଲି କୁହାଯାଏ। ବାଇବେଲରେ ଲେଖାଯାଏ blessed are the meek, ମାନେ ସେଇମାନେ ହିଁ ପୃଥିବୀର ଅଧିକାରୀ ହେବେ। ଯୋଉମାନେ ନେସେସାରୀ ନୁହେଁ ସେମାନେ ୱିକ୍ କି ସେମାନେ ମାନେ ଦୟାଳୁ ନା ଭୟାଳୁ ନୁହେଁ କି ଦୁର୍ବଳ ନୁହେଁ, କିନ୍ତୁ ସେମାନେ ଜେଣ୍ଟଲ ହେଇଥିବେ, ନମ୍ର ହେଇଥିବେ, ଆଉ କଣ ଧୈର୍ଯ୍ୟର ଅଧିକାରୀ ହେଇଥିବେ। ସେଇମାନଙ୍କୁ କୁହାଯାଏ ମିକ୍ ବୋଲି କହିକି। ଆଉ ଏଇ ପ୍ରକାର ବ୍ୟକ୍ତି ବାଇବେଲରେ ସବୁଠୁ ବଡ ଏକ୍ସାମ୍ପଲ ଆମ ପାଇଁ ଅଛନ୍ତି ଯୀଶୁ ଖ୍ରୀଷ୍ଟ। ଜିଜସ୍ is the best model for us, ଆମ ପାଇଁ ଏକ ସେ ସୁନ୍ଦର ଉଦାହରଣ, ସୁନ୍ଦର ଏକ୍ସାମ୍ପଲ ବା ସୁନ୍ଦର ଆଦର୍ଶ ଅଛନ୍ତି ଏଇ ନମ୍ରତାର। ଆଉ ସେଥିପାଇଁ ସେ କୁହନ୍ତି ଲର୍ନ ଫ୍ରମ୍ ମି, ମୋ ଠାରୁ ଶିଖ, କାରଣ ମୁଁ ନମ୍ରଶୀଳ ଆଉ ମୃଦୁଶୀଳ ଆଉ ନମ୍ରଚିତ ବୋଲି। Learn from me, I am meek and humble of the heart. ହୃଦୟର ମୁଁ କଣ ଅଟେ? ଆଉ ମୃଦୁଶୀଳ ଅଟେ, ହୃଦୟରୁ ଆଉ ନମ୍ରଚିତ ଅଟେ। ସେଥିପାଇଁ ତୁମେ ମାନେ ମୋ ଠାରୁ କଣ କର? ଶିଖ ବୋଲି। ତ ଆମ ପାଇଁ ବେଷ୍ଟ ଏକ୍ସାମ୍ପଲ ହେଲେ ପ୍ରଭୁ ଯୀଶୁ। କେମିତିକା ଜଣେ ଏଇ ନମ୍ର ବା ବିନମ୍ରର ଲୋକ ହେଇଥିବା ଦରକାର, ଆମେ ତାଙ୍କ ଠାରୁ ଶିଖିପାରିବା। ଆଉ ସେ କୁହନ୍ତି ମଧ୍ୟ ତୁମେ ମାନେ ମୋ ଠାରୁ କଣ କର? ଶିଖ ବୋଲି କହିଛି। ବିଶେଷ ଭାବରେ ଏଇ ନମ୍ର ଲୋକ ଆମେ ସେଇମାନଙ୍କୁ କହିପାରିବା ଯୋଉମାନଙ୍କର ଏଇପରି ଏକ ଜୀବନ ଶୈଳୀ ଥିବ, ବିନମ୍ରତାର ସହିତ, ଜେଣ୍ଟଲନେସ୍ ସହିତ ସେମାନେ କମିଟେଡ୍ ଥିବେ, ସେମାନେ
ଚୁକ୍ତିବଦ୍ଧ ଥିବେ, ବିଶ୍ୱସ୍ତ ଥିବେ। କ'ଣ ପାଇଁ? ଟୁ ରାଇଚିୟସ୍ ଆଣ୍ଡ ରାଇଟ୍ ରିଲେସନସିପ୍ ୱିଥ୍ ଗଡ୍। ସେମାନେ ଚୁକ୍ତିବଦ୍ଧ ଥିବେ, ଏକ ଉତ୍ତମ ଧର୍ମପରାୟଣ ଜୀବନ କାଟୁଥିବେ, ଆଉ ଏକ ଉତ୍ତମ ବା ଠିକ୍ ସଠିକ୍ ସମ୍ପର୍କ ପରମେଶ୍ୱରଙ୍କ ସହିତ ସେମାନଙ୍କର ସମ୍ପର୍କ ସଠିକ୍ ଭାବେ ରଖିବା ପାଇଁ ସେମାନେ ସବୁବେଳେ ଉଦ୍ୟୋଗ ଥିବେ। ପରମେଶ୍ୱରଙ୍କ ସହିତ ଉତ୍ତମ ସମ୍ପର୍କ ରଖିବାରେ, ଆଉ କୋଉଥିରେ? ଧାର୍ମିକତା ଜୀବନ କାଟିବା ପାଇଁ ଇଚ୍ଛୁକ ବ୍ୟକ୍ତିମାନେ ନମ୍ରତାର ପ୍ରମାଣ ଦେଇଥାନ୍ତି। ଯେମିତିକା ଆମେ ଦେଖିବା ପ୍ରଥମ ପିତର 5 ଆଉ 6 ପଦ, ଦିଟା ପଦ ଟିକେ ଆମେ ମାନେ ପଢିବା। ଏ ପଢିକି ଆମକୁ ଟିକେ ସାହାଯ୍ୟ କରିବେ। ଈଶ୍ୱରଙ୍କ ବଳବନ୍ତ ହସ୍ତ ତଳେ ଆପଣାକୁ ନତ କର। ହଁ, ଈଶ୍ୱରଙ୍କ ବଳବନ୍ତ ହସ୍ତ ତଳେ ଆପଣାକୁ ନତ କର। ଯୋଉମାନେ ପରମେଶ୍ୱରଙ୍କ ସହିତ ଏକ ଉତ୍ତମ ସମ୍ପର୍କରେ ଥିବେ, ଯୋଉମାନେ ପବିତ୍ରତାର ଧାର୍ମିକତାର ଜୀବନ କାଟିବା ଇଚ୍ଛା କରୁଥିବେ, ଆଉ ସେଇମାନଙ୍କ ଲେଖାଯାଏ, ଅତଏବ ତୁମେ କ'ଣ କର? ଈଶ୍ୱରଙ୍କର ବଳବନ୍ତ ହସ୍ତ ତଳେ ତୁମେ ନିଜକୁ ନତ କର। ନତ କଲେ କ'ଣ ହେବ? ପଢନ୍ତୁ ତାପରେ। ଯେପରି ସେ ତୁମମାନଙ୍କୁ ଯଥା ସମୟରେ ଉନ୍ନତ କରିବେ। ଯଥା ସମୟରେ ଉନ୍ନତ କରିବେ। ତୁମେ ଏବେ ବୁଣି ଚାଲ, ଆଉ ପରମେଶ୍ୱର ଉଚିତ ସମୟରେ ତୁମକୁ କ'ଣ କରିବେ? ମହିମାନିତ କରିବେ, ବା ତୁମକୁ ଗୌରବାନ୍ୱିତ କରିବେ, ଆଉ ବା ତୁମକୁ ଉନ୍ନତ କରିବେ। ଏବେ କିନ୍ତୁ ତୁମେ କ'ଣ କର? ବୁଣି ଚାଲ, ବା ନିଜକୁ ଈଶ୍ୱରଙ୍କ ବଳବନ୍ତ ହସ୍ତ ତଳେ ସଦାସର୍ବଦା ନମ୍ରତାର ସହିତ, ଧାର୍ମିକତାର ସହିତ, ଆଉ ପରମେଶ୍ୱରଙ୍କ ଉପଯୁକ୍ତ ରିଲେସନ ରଖି ସମ୍ପର୍କର ସହିତ ତୁମେ ମାନେ ବଢି ଚାଲ। ମାଥ୍ୟୁ ଲିଖିତ ସୁସମାଚାର 23 ତାର 12 ପଦ ଟିକେ ଆମେ ମାନେ ପଢିବା। ଯେଉଁମାନେ ନିଜକୁ ଉନ୍ନତ ବୋଲି ଦେଖିବା ପାଇଁ ଚାହିଁବେ, ପରମେଶ୍ୱର ସେମାନଙ୍କୁ ନତ କରିବେ। ଆପଣଙ୍କୁ ଉନ୍ନତ ବୋଲି ଦେଖାଏ, ତାହାଙ୍କୁ ନତ କରାଯିବ। ନିଜକୁ ଉନ୍ନତ ବୋଲି ଦେଖେଇବ, ତାକୁ ନତ କରାଯିବ। ମଣିଷ ପ୍ରକୃତି ଆମେ ମାନେ ସବୁବେଳେ ନିଜକୁ ଉନ୍ନତ ବୋଲି ଦେଖାଉ, କିନ୍ତୁ ପରମେଶ୍ୱର କୁହନ୍ତି ଯେ ନିଜକୁ ଉନ୍ନତ ବୋଲି ଦେଖେଇବ, ଆଉ ତାକୁ ନତ କରାଯିବ। କିନ୍ତୁ ପୁଣି ଯିଏକି ଆପଣଙ୍କୁ ନତ କରେ, ତାହାକୁ ଉନ୍ନତ କରାଯିବ। ଆମେନ୍। ତୁମର ପ୍ରିୟ ମାନେ, ଆମ ଜୀବନରେ ଏ ନମ୍ରତାର ବିଷୟ ଅତ୍ୟନ୍ତ ଆବଶ୍ୟକ ଅଛି। ଆଉ ଏ ନମ୍ରତା ପାଇଁ ପରମେଶ୍ୱର ଏକ ପ୍ରତିଜ୍ଞା ମଧ୍ୟ କରୁଛନ୍ତି। କ'ଣ ପ୍ରତିଜ୍ଞା କରୁଛନ୍ତି? ଯଦି ତୁମେ ନମ୍ର ହେବ, ତାହେଲେ ଦେଶକୁ ତୁମେ କ'ଣ କରାଯିବ? ଅଧିକାରୀ ହେବ, ଆଉ ଦେଶ ଉପରେ ତୁମେ କର୍ତ୍ତୃତ୍ୱ କରିବ। ମୋର ପ୍ରିୟ ମାନେ, ଆଦମ ପରମେଶ୍ୱରଙ୍କର ସୃଷ୍ଟ ପ୍ରଥମ ମନୁଷ୍ୟ, ଆଉ ପରମେଶ୍ୱର ସାରା ପୃଥିବୀ ଉପରେ ତାକୁ ଅଧିକାର ଦେଲେ। ସମସ୍ତ ପୃଥିବୀ, ଜଳଚର ପ୍ରାଣୀ, ସ୍ଥଳଚର ପ୍ରାଣୀ, ପୁରୋଗାମୀ ଜନ୍ତୁ, ସମସ୍ତଙ୍କ ଉପରେ ତାକୁ କର୍ତ୍ତୃତ୍ୱ ଦେଲେ। କିନ୍ତୁ ତାର ସେଇ ଅବାଧ୍ୟତା କ୍ୱାଲିଟି ଯେହେତୁ ସେ ସକଳ ବିଷୟକୁ ହରେଇଲା। ତାର ବିନମ୍ରତାର ହୃଦୟ ସହିତ, ତାର ଧାର୍ମିକତା ଜୀବନ କାଟିବା ପାଇଁ ବା ପରମେଶ୍ୱରଙ୍କ ସହିତ ଏକ ଉତ୍ତମ ସମ୍ପର୍କ ରଖିବା ପାଇଁ ସେ ଉଦ୍ଯୋଗ ନ ହୋଇଥିବା ହେତୁ ସେ ଅଧିକାରକୁ ହରେଇଥିଲା। ମାତ୍ର ଆପଣମାନଙ୍କର ଓ ମୋର ପ୍ରଭୁ ଯୀଶୁ ପୁନର୍ବାର ତାଙ୍କର ବାଧ୍ୟତା ହେତୁ, ତାଙ୍କର ଧାର୍ମିକତା ଜୀବନ କାଟିବା ପାଇଁ ଉତ୍ସାହ ହେତୁ, ତାଙ୍କର ବିନମ୍ରତା ଜୀବନ ହେତୁ ପୁନର୍ବାର ସେ ଅଧିକାର ଆପଣମାନଙ୍କୁ ଆଉ ମତେ ଦେଇଅଛନ୍ତି। ଆମେନ୍। କିନ୍ତୁ ଆମେ এই ଅଧିକାରକୁ ପୁନର୍ବାର ନ ହରଉ,
ସାରା ଜଗତ ଉପରେ ଆମକୁ ଅଧିକାର ଦେଇଛନ୍ତି। ଯୀଶୁ କହିଲେ ତୁମେ ମାନେ ଭୟ କର ନାହିଁ, ଏ ଜଗତରେ କ୍ଲେଶ ଅଛି ସତ, କିନ୍ତୁ ମନେ ରଖିଥାଅ ଏ ଜଗତକୁ ମୁଁ ଜୟ କରିଅଛି। ଆଉ ଏ ଜଗତକୁ ଯାହା ଯେ ଜୟ କରିଅଛି ତାହା ତୁମର ବିଶ୍ୱାସ। ପ୍ରଭୁ ଆଜି ଜଗତ ଉପରେ ଆମକୁ ବିଜୟ ଦେଇଛନ୍ତି। ପ୍ରଭୁ ଏ ଜଗତ ଉପରେ ଆମକୁ ଅଧିକାର ଦେଇଛନ୍ତି। ଏ ଜଗତ ଆମ ବଶରେ ରହିବ, ଆମେ ଜଗତରେ ବଶରେ ରହିପାରିବା ନାହିଁ। ଜଗତକୁ ଆମେ ହାତ ମୁଠେ ରଖିପାରିବା, ଜଗତକୁ ଆମ କଣ୍ଟ୍ରୋଲରେ ରଖିପାରିବା, ଜଗତ ଉପରେ ଆମେ ମାନେ ବିଜୟ ପାଇପାରିବା, କିନ୍ତୁ ଆମେ ତାର ଦାସତ୍ୱ ଅଧୀନରେ ରହିବା ନାହିଁ। ଅନେକ ସମୟରେ এই ଜଗତ ଆମ ଉପରେ ରାଜତ୍ୱ କରିବା ପାଇଁ ଚେଷ୍ଟା କରେ, ଅନେକ ସମୟରେ ମଧ୍ୟ କରେ, ଯେହେତୁ ଆମେ ଜଗତ ନିକଟରେ ନିଜକୁ ସରେଣ୍ଡର କରିଦେଇଥାଉ। ଜଗତ ଯାହା ଇଚ୍ଛା କରିବ ଆମେ ତାହା କରିବା ପାଇଁ ଚାହିଁଥାଉ। ଜଗତ ଯେଉଁ ପ୍ରକାର ଯୋଜନା କରେ ସେ ଯୋଜନା ନିକଟ ଆମେ ନିଜକୁ ସାମିଲ କରିଦେଇଥାଉ। କିନ୍ତୁ ମନେ ରଖନ୍ତୁ ମୋ ପ୍ରିୟମାନେ, ଜଗତ ଆମ ଅଧୀନରେ ରହିବ, ଆମେ ଜଗତ ଅଧୀନରେ ରହିବା ନାହିଁ। ଜଗତର ଅଧୀନସ୍ଥ ମାନେ କଣ? ଜାଗତିକ ବିଷୟ ସବୁ ଆମ ଉପରେ ପ୍ରଭୁତ୍ୱ କରିପାରିବ ନାହିଁ, ଆମ ଉପରେ କଣ୍ଟ୍ରୋଲ ରଖିପାରିବ ନାହିଁ। କାହିଁକି? ଯୀଶୁ କହିଲେ ମୁଁ ଜଗତକୁ ଜୟ କରିଅଛି, ଆଉ ସ୍ୱର୍ଗ ପୃଥିବୀର ଅଧିକାର ଯେ ମତେ ଦିଆଯାଇଛି ତାହା ମୁଁ ତୁମକୁ ଦେଉଛି। ତୁମେ ପୃଥିବୀରେ ଯାହା କିଛି ଖୋଲିବ ସ୍ୱର୍ଗରେ ଖୋଲାଯିବ, ପୃଥିବୀରେ ଯାହା କିଛି ବନ୍ଦ କରିବ ତାହା ସ୍ୱର୍ଗରେ ବନ୍ଦ କରାଯିବ। ମୋର ପ୍ରିୟ ମାନେ, ଏ ଅଧିକାରକୁ ଆମେ ମାନେ ନ ହରଉ। ଯେତେବେଳେ ଆମେ ନିଜକୁ ଉଚ୍ଚୀକୃତ କରିବା ମନ ଭାବିଥାଉ, ଯେତେବେଳେ ଆମେ ମାନେ ଈଶ୍ୱରଙ୍କର ଅବାଧ୍ୟ ଦେବାକୁ ଲାଗିଥାଉ, ଯେତେବେଳେ ଆମେ ମାନେ ପରମେଶ୍ୱରଙ୍କ ସହିତ ଆମ ସମ୍ପର୍କର ଗୁରୁତ୍ୱକୁ ଆମେ ମାନେ ବୁଝି ନଥାଉ, ସେତେବେଳେ ଏ ଅଧିକାରକୁ ଆମେ ହରେଇ ଦେଇଥାଉ। ଆମେ ଜାଣିପାରିନଥାଉ, କିନ୍ତୁ ଜଗତ ଆମ ଉପରେ ପ୍ରଭୁତ୍ୱ କରିବା ଆରମ୍ଭ କରିଦିଏ। ଆମେ ଗୋଟେ ପରେ ଗୋଟେ ଦଲ ଦଲ ଭିତରେ ଫସି ଫସି ଯାଉ, ଜଗତ ଅଧୀନସ୍ଥ ହେଇକି ଯାଉ। ଆଜି ଜଗତ ଯାହା ଚାହିଁବ, ଆଜି ଶରୀର ଯାହା ଚାହିଁବ, ଆଜି ଆମ ମାନଙ୍କର ଶାରୀରିକ ଅଭିଳାଷା ଯାହା ହେବ, ଆମେ ସେଥିରେ କରିବା ପାଇଁ ମଜବୁର ହେଇଯାଇଥାଉ। ଆଉ ତାହା ଈଶ୍ୱରଙ୍କ ବିରୁଦ୍ଧାଚରଣ କାର୍ଯ୍ୟରେ ମଧ୍ୟ କରିବାରେ ମଧ୍ୟ ଆମେ ମାନେ ପଛକୁ ଘୁଞ୍ଚି ନଥାଉ। କାହିଁକି? ଶରୀର ଆତ୍ମାର ପ୍ରତିକୂଳ ଅଟେ। ଜଗତ କହିଲେ ଶରୀର ବୁଝାଏ, ଆଉ ଏ ଶରୀର ଆତ୍ମାର ପ୍ରତିକୂଳ ଅଟେ। କିନ୍ତୁ ମୋର ପ୍ରିୟ ମାନେ, ଯଦି ଆମେ ମାନେ ନମ୍ରତାର ସହିତ, ଧୈର୍ଯ୍ୟର ସହିତ, ଜେଣ୍ଟଲନେସ୍ ସହିତ, ବିନମ୍ରତାର ସହିତ ପରମେଶ୍ୱରଙ୍କ ସହିତ ଆମ ସମ୍ପର୍କ ବିଷୟରେ ଆମେ ମାନେ ସାବଧାନ ହେବା, ତାହେଲେ ମୋର ପ୍ରିୟ ମାନେ, ସେ ଆମ ମାନଙ୍କ ନିମନ୍ତେ ଏକ ପ୍ରତିଜ୍ଞା କରିଅଛନ୍ତି। ଆଉ ସେ ପ୍ରତିଜ୍ଞା କଣ? ଏ ଦେଶକୁ ତୁମେ ତୁମ ହାତ ମୁଠାରେ ରଖିବ। ସେଥିପାଇଁ ମୋର ପ୍ରିୟ ମାନେ, ଆମ ମାନଙ୍କୁ ଏଇ ଖ୍ରୀଷ୍ଟୀୟ ଜୀବନରେ ନମ୍ରତା ହେବାର ବିଶେଷ ଆବଶ୍ୟକତା ଅଛି। ଏ ନମ୍ରତାର ସହିତ ଆମେ ମାନେ ଆମ ଖ୍ରୀଷ୍ଟୀୟ ଜୀବନକୁ ପରମେଶ୍ୱରଙ୍କ ସହିତ ଆଗକୁ ବଢେଇବାର ଆବଶ୍ୟକତା ଅଛି। ଆଉ ସେଥିପାଇଁ ଆମେ ମାନେ ଦେଖିବା ଏଇ ନମ୍ରତା ଆମେ କେମିତି ହେଇପାରିବା, କେଉଁ ଭାବରେ କଣ କଲେ ଆମେ ମାନେ ଆମ ନମ୍ରତାକୁ ଆମେ ମାନେ ମେଣ୍ଟେନ କରିପାରିବା। ଆମେ କିଛି ପଏଣ୍ଟସ ଗୁଡିକ ଦେଖିବା। ପ୍ରଥମ ପଏଣ୍ଟସ ହେଲା humble or humility means submit to God। ଏ ନମ୍ରତା ବା ବିନମ୍ରତା ର ଅର୍ଥ ହେଲା ଆମେ ମାନେ ଯଦି ନିଜକୁ ପ୍ରଭୁଙ୍କ ଠାରେ ସମର୍ପଣ କରି ଜୀବନ କାଟିବା, ଏକ ସବମିଶନ ଜୀବନ କାଟିବା। ପ୍ରଭୁ ଯାହା ଚାହିଁବେ, ଯେପରି ଚାହିଁବେ ସେହିପରି ଆମ ଜୀବନ ଶୈଳୀକୁ ଆମେ ମାନେ କରିବା, ତାହାଙ୍କ ଇଚ୍ଛା ଅନୁଯାୟୀ, ତାହାଙ୍କ ବାକ୍ୟ ଅନୁଯାୟୀ ଯଦି ଆମେ ମାନେ ଚାଲିବା,
ତାହେଲେ ଆମେ ତାହାଙ୍କ ଦୃଷ୍ଟିରେ ନମ୍ର ବୋଲି ନିଜକୁ ପ୍ରମାଣ ସିଦ୍ଧ କରିପାରିବା। ନମ୍ବର 2, ଏହି ବିନମ୍ରତା ଏକ କେବଳ ଏକ ଅନୁଭବ ନୁହେଁ, କିନ୍ତୁ ଏହା ଏକ ଆକ୍ସନ ଅଟେ, ଏକ କ୍ରିୟା ଅଟେ। ନମ୍ରତା ଇଜ ନଟ୍ ଏ ଫିଲିଂ, ଆମର ଆମେ ଅନୁଭବ କରିବା ବିଷୟ ନୁହେଁ, ବଟ୍ ଇଟ୍ସ ଏ ଆକ୍ସନ, ଏକ କ୍ରିୟା, ଏକ କାର୍ଯ୍ୟ କରିବାର ବିଷୟ ଅଟେ। ଯଦି ଆମେ ସେହି ପ୍ରକାର ଆପଣ କାର୍ଯ୍ୟ କରିବା, ତାହେଲେ ଆମେ ମାନେ ନିଜକୁ ନମ୍ରତା ମାନେ ବିନମ୍ରତାର ସହିତ ଯଦି ଆମେ ମାନେ କାର୍ଯ୍ୟ କରିବା, ତାହେଲେ ଆମେ ମାନେ ନିଜକୁ ମିକ୍ ବୋଲି କହିପାରିବା, ନମ୍ର ହେଇପାରିବା। It means putting others before yourself, ମାନେ ଅନ୍ୟ ନିଜ ଠାରୁ ଅନ୍ୟକୁ ପ୍ରାଧାନ୍ୟ ଦେବା। କେମିତିକା? ପ୍ରେମର ସହିତ। ଅନେକ ସମୟ ଆମେ ମାନେ ନିଜକୁ ପ୍ରାଧାନ୍ୟ ଦେଉ, ମତେ କୋଉଟା ଭଲ ଲାଗିବ, ମୁଁ କେମିତିକା ଉଚ୍ଚ ପଦରେ ରହିବି, ମତେ କିଏ କଣ କହୁଛି ନ କହୁଛି। ଅନେକ ସମୟରେ ଆମେ ମାନେ ନିଜକୁ ଉଚ୍ଚାରେ ରଖିବା ପାଇଁ ଆମେ ମାନେ ସବୁବେଳେ ଯୋଜନା କରିଥାଉ ବା ଇଚ୍ଛା କରିଥାଉ ମଧ୍ୟ ମାନେ। କିନ୍ତୁ ନମ୍ରତା ଏକ ଏପ୍ରକାର ବିଷୟ ଯାହାକି ଆମେ ନିଜ ଠାରୁ ଅନ୍ୟକୁ ଶ୍ରେୟ ମଣିବା ବୋଲି ପରମେଶ୍ୱର କୁହନ୍ତି। ଯଦି ଆମେ ନିଜ ଠାରୁ ଅନ୍ୟକୁ ଶ୍ରେଷ୍ଠ ମଣିବା, ତାହେଲେ ନିଶ୍ଚିତ ରୂପେ ଆମେ ନମ୍ରତାର ଚିହ୍ନ ହେଇପାରିବା ବା ନମ୍ରତା ନିମନ୍ତେ ଏକ ଉଦାହରଣ ହେଇପାରିବ ଆମ ଜୀବନ। ପ୍ରଥମେ ଦେଖିଲେ ଆମେ ମାନେ ପରମେଶ୍ୱରଙ୍କ ନିକଟରେ ଏକ ସମର୍ପଣର ଜୀବନ କାଟିବା। ଦ୍ୱିତୀୟ ବିଷୟ ଆମେ ଦେଖୁଛନ୍ତି କଣ? ଏହା କେବଳ ଏକ ଫିଲିଂ ନୁହେଁ, ଏକ ଅନୁଭବ ନୁହେଁ, ମାତ୍ର ଏହା ଆକ୍ସନ ଅଟେ। ତେଣୁକରି ନମ୍ରତାକୁ ଆମ କାର୍ଯ୍ୟ ଦ୍ୱାରା ପରିପ୍ରକାଶ କରିବା। କାର୍ଯ୍ୟ କଣ? ନିଜ ଠାରୁ ଅନ୍ୟକୁ ଆମେ ମାନେ କଣ? ଉଚ୍ଚା ମଣିବା। ତୃତୀୟ ବିଷୟ, seek the God's guidance, ଈଶ୍ୱରଙ୍କର ଗାଇଡେନ୍ସକୁ ଖୋଜିବା ବା ଈଶ୍ୱରଙ୍କ ଈଶ୍ୱରଙ୍କ ଗାଇଡେନ୍ସ ଅନୁଯାୟୀ ଆମେ ମାନେ ଜୀବନ କାଟିବା ବା ଈଶ୍ୱର ଯେମିତି ଆମକୁ ଗାଇଡ କରିବେ, ଈଶ୍ୱରଙ୍କ ତତ୍ତ୍ୱାବଧାନରେ ରହି ଆମେ ମାନେ ବଢିବା ଦରକାର। ନିଜ ଗାଇଡେନ୍ସ ନୁହେଁ, ନିଜ ଇଚ୍ଛା ଅନୁଯାୟୀ ନୁହେଁ, ନିଜକୁ ଯୋଉଟା ଭଲ ଲାଗିବ ସେମିତିକା ଆମେ ଜୀବନ କାଟି ପାରିବାନି। ଏଜ ଏ ଖ୍ରୀଷ୍ଟିଆନ ଆମକୁ ପ୍ରତ୍ୟେକ ବିଷୟରେ we need the guidance of God, ଈଶ୍ୱରଙ୍କ ଗାଇଡେନ୍ସକୁ ଆମେ ମାନେ ଆବଶ୍ୟକ କରୁ ବା ଈଶ୍ୱରଙ୍କ ଗାଇଡେନ୍ସକୁ ଆମେ ମାନେ ଆବଶ୍ୟକ କରିବା ଦ୍ୱାରା ଆମେ ଆମ ନମ୍ରତାକୁ ବଜାୟ ରଖିପାରିବା ବା ଏକ ନମ୍ରଶୀଳ ଜୀବନ କାଟିପାରିବା। ଈଶ୍ୱରଙ୍କ ଗାଇଡେନ୍ସ କହିଲେ ଅନ୍ୟ ରୂପରେ ଆମେ କହିପାରିବା ସମ୍ପୂର୍ଣ୍ଣ ରୂପେ ତାଙ୍କଠାରେ ନିର୍ଭର କରିବାର ଅଛି। ସେ ଯେମିତି ଚଳେଇବେ, ଯେମିତି କଢେଇବେ, ମୁଁ ସେମିତିକା ଚାଲିବି। ତେବେ ଯାଇକି ଆମେ ନିଜକୁ ନତ ବୋଲି ପ୍ରମାଣ କରିପାରିବା। ଫିଲିପିଓ ପୁସ୍ତକ, ଆସ ଆମେ ମାନେ ଦେଖିବା 2ଟି ପଦ। ଫିଲିପିଓ ପୁସ୍ତକ ତାର 2 ଅଧ୍ୟାୟ 5ରୁ 8 ପଦ ଟିକେ ପଢିକି ସାହାଯ୍ୟ କରନ୍ତୁ। ଯୀଶୁଙ୍କର ଯେପରି ମନ ଥିଲା ତୁମ ମାନଙ୍କର ସେପରି ମନ ହେଉ। ଖ୍ରୀଷ୍ଟ ଯୀଶୁଙ୍କର ଯେପରି ମନ ଥିଲା ଆମ ମାନଙ୍କର ସେମିତି ମନ ହେବାର ଆବଶ୍ୟକତା ଅଛି। ନମ୍ରତାର ଅର୍ଥ ଆମେ ଦେଖୁଛୁ ବା ବିନମ୍ରତାର ଅର୍ଥ ଆମେ ମନେ ଦେଖୁଛୁ। ଆମେ ସେତେବେଳେ ଆମେ ନମ୍ର ହେଇପାରିବା, ସେତେବେଳେ ନିଜକୁ ବିନମ୍ର ବୋଲି ଦେଖେଇ ପାରିବା କେତେବେଳେ? ଯେତେବେଳେ ଆମ ମାନଙ୍କ ମନ କେମିତିକା ହେବ? ଖ୍ରୀଷ୍ଟଙ୍କ ପରିକା। ଖ୍ରୀଷ୍ଟଙ୍କ ମନ କେମିତିକା ଥିଲା ମୋର ପ୍ରିୟ ମାନେ? ଯିଏ କି କହିଲେ ମୁଁ ସେବା ପାଇବା ପାଇଁ ଆସିନି, ମାତ୍ର ସେବା କରିବା ପାଇଁ ଆସିଛି। ଯେତେବେଳେ ପ୍ରଭୁ ଯୀଶୁ ସେଦିନ
ଆଉ କୁଶାର୍ପିତ ହବା ପାଇଁ ଯାଉଅଛନ୍ତି, ବ୍ୟାକୁଳ ହେଉଅଛନ୍ତି, ଆଉ ସେ କହୁଛନ୍ତି ତୁମମାନଙ୍କ ମଧ୍ୟରୁ ଜଣେ କେହି ମତେ ଧରେଇବ। ଆଉ ସେମାନେ ମନୁଷ୍ୟ ପୁତ୍ରକୁ ଧରି ଅନେକ ପ୍ରକାର ଯାତନା ଦେବେ, ତାହାଙ୍କୁ କ୍ରୁଶରେ ଚଢେଇବେ। ଏଇ ସକଳ ବିଷୟରେ ସେ ନିଜେ এই সকল বিষୟ ଦେଇକି ଗଲା ଚିନ୍ତା କଲା ବେଳେ ଆଉ ତାଙ୍କ ପାଖରେ ଥିବା ଶିଶୁମାନଙ୍କ ଭିତରେ ଗୋଟିଏ ଆଲୋଚନା ଚାଲିଥିଲା। କଣ ଆଲୋଚନା ଚାଲିଥିଲା? ଆମ ଭିତରୁ କିଏ ବଡ ହେବ? କିନ୍ତୁ ପ୍ରଭୁ ତାଙ୍କୁ କହିଲେ ଯଦି କିଏ ମହାନ ହେବା ପାଇଁ ଇଚ୍ଛା କରେ ତାହେଲେ କଣ କହୁ? ସେ ପ୍ରଥମେ ଅନ୍ୟମାନଙ୍କର ସେବକ ହେଉ, ପରସ୍ପର କଣ ହେଉ? ସେବକ ହେଉ। ଆଉ ସେ ଖାଲି କହିଲେ ତା ନୁହେଁ, ସେ ମଧ୍ୟ ଗାମୁଛାକୁ ଅଣ୍ଟାରେ ଭିଡ଼ିଲେ ଆଉ ତାହାଙ୍କର ଶିଷ୍ୟମାନଙ୍କର ପାଦ ଧୋଇ ସେ ଗାମୁଛାରେ ପୋଛିବାକୁ ଲାଗିଲେ। ସେ ଆମମାନଙ୍କ ପାଇଁ ଏକ ବେଷ୍ଟ ଏକ୍ସାମ୍ପଲ, ଏକ ବେଷ୍ଟ ଆଦର୍ଶ ଅଟନ୍ତି ନମ୍ରତାର। ଆଉ ତାହାଙ୍କର ଏଇ ନମ୍ରତା, ତାହାଙ୍କର ଏଇ ବାଧ୍ୟତା, ତାହାଙ୍କର ଏଇ ବିନମ୍ରତା, ତାହାଙ୍କର ପରମେଶ୍ୱରଙ୍କ ନିମନ୍ତେ ଯେଉଁ କ୍ଷୁଧା, ପରମେଶ୍ୱରଙ୍କ ସହିତ ସମ୍ପର୍କ ନିମନ୍ତେ ଯେଉଁ ଉଦ୍ଯୋଗ, ଏ ସକଳ ବିଷୟ ତାଙ୍କ ମୃତ୍ୟୁ ଉପରେ କଣ ଦେଲା? ବିଜୟ ଦେଲା। ସେ ନିଜକୁ ନିଜେ ନତ କଲେ, ପରମେଶ୍ୱର ତାଙ୍କୁ କଣ କଲେ? ଉନ୍ନତ କଲେ, ମହିମାନ୍ୱିତ କରେଇଲେ। ଆଜି ପରମେଶ୍ୱର ମଧ୍ୟ ଆମକୁ ସେଇ କଥା କୁହନ୍ତି, ତୁମେ ଆପଣାକୁ ନତ କର, ତହିଁରେ ଆମେ ତୁମକୁ କଣ କରିବା? ଉନ୍ନତ କରିବା। ତେବେ ପରମେଶ୍ୱର ଏ ସ୍ଥାନରେ କୁହନ୍ତି, ଯେପରିକା ଖ୍ରୀଷ୍ଟ ଯୀଶୁଙ୍କର ମନ ଥିଲା ତୁମମାନଙ୍କର ମଧ୍ୟ ସେ ପ୍ରକାର ମନ ହେଉ। ଯେପରିକା ଖ୍ରୀଷ୍ଟ ଯୀଶୁ ଅନେକ ଲୋକଙ୍କୁ ଦେଖିକି, 5,000ରୁ ଅଧିକା ଲୋକମାନଙ୍କୁ ଦେଖିକି କହିଲେ ଦୟାରେ ବିଗଳିତ ହେଲେ, ତୁମମାନଙ୍କ ହୃଦୟ ମଧ୍ୟ ସେ ପ୍ରକାର ହେବାର ଆବଶ୍ୟକତା ଅଛି। ଯେତେବେଳେ କାଲବରୀ କ୍ରୁଶରେ ପ୍ରଭୁ ଯୀଶୁ କହୁଛନ୍ତି, ହେ ପିତା ଏମାନଙ୍କୁ ତୁମେ କ୍ଷମା କର, ଏମାନେ କଣ କରନ୍ତି ଜାଣନ୍ତି ନାହିଁ। ଅନ୍ୟକୁ କ୍ଷମା ଦେବାର ଏକ ହୃଦୟ ରଖିବା ନମ୍ରତାକୁ ବୁଝାଏ। ଯଦି ଆମେ ମାନେ ପରସ୍ପରକୁ କ୍ଷମା ଦେଇ ପାରୁନାହୁଁ ତାହେଲେ ନମ୍ରତା ଆମ ପାଖରେ ନାହିଁ। ମୋର ପ୍ରିୟ ମାନେ, ଯଦି ନମ୍ରତା ନାହିଁ ତାହେଲେ ଦେଶ ଉପରେ ଆମେ ମାନେ ଅଧିକାର କରିପାରିବା ନାହିଁ। ମାତ୍ର ଦେଶ ନିକଟରେ ମୁଣ୍ଡ ଝୁକି ଦେବା, ସମର୍ପିତ ହେଇଯିବା। ଅର୍ଥାତ୍ କଣ? ଏ ଜଗତ ନିକଟରେ ଆମେ ନିଜକୁ ନତ କରିଦବା। ଜଗତ ଯେମିତିକା ୱାର୍ଲ୍ଡଲି ଥିଙ୍ଗସ୍ ପାଖରେ, ଜାଗତିକ ବିଷୟ ପାଖରେ ଆମେ ମାନେ ହାର ମାନିଯିବା। ସେ ପ୍ରଭାବଶାଳୀ ହବ, ଆମ ଜୀବନକୁ ସେ ପ୍ରଭାବ ପକେଇ ପାରିବ, ଯେମିତି ଚାହିଁବ ଆମକୁ ନେଇପାରିବ, ଆଉ ଫାଇନାଲି କୁଆଡେ ନେଇକି ଯିବ? ନର୍କକୁ। କିନ୍ତୁ ଯୀଶୁ କହିଲେ, ମୁଁ ଜଗତକୁ ଜୟ କରିଅଛି, ଆଉ ତୁମେ ମାନେ ମଧ୍ୟ ଜଗତକୁ ଜୟ କରିବ। ଆଉ କଣ ଯାହା ଜଗତ କରିଛି? କଣ? ତୁମ ମାନଙ୍କର ବିଶ୍ୱାସ। ମୋର ପ୍ରିୟ ମାନେ, ଆମେ ବିଜୟୀ ଖ୍ରୀଷ୍ଟିଆନ ଅଟୁ, ବା ଆମେ ମାନେ ବିଜୟୀ ବିଶ୍ୱାସୀ ଅଟୁ। ଜଗତ ଉପରେ ଆମେ ବିଜୟ ପାଇବାର ଆବଶ୍ୟକତା। ଆଉ ତାହା କେତେବେଳେ ସମ୍ଭବ ହେବ? ଯେତେବେଳେ ଆମେ ନିଜକୁ ନତ କରିବା, ନମ୍ର କରିବା। ସେଥିପାଇଁ ଏସା ଲେଖାଯାଏ, ତୁମମାନଙ୍କ ମନ ଖ୍ରୀଷ୍ଟଙ୍କର ମନ ପରି ମନ ହେଉ। ତାପରେ ସେ ଈଶ୍ୱର ରୂପୀ ହେଲେ, ସେ ନିଜେ ଈଶ୍ୱର ହେଲେ, ଈଶ୍ୱରଙ୍କ ସହିତ ସମାନ ହୋଇ ରହିବା, ଈଶ୍ୱରଙ୍କ ସହିତ ସମାନ ହୋଇ ରହିବା ପାଇଁ ଚାହିଁଲେ ନାହିଁ। ସେ ଚାହିଁଲେ ନାହିଁ ତୁମେ ମାନେ ମୋର ସେବା କର, ସେ ଚାହିଁଲେ ନାହିଁ ତୁମେ ମୋର ଉପାସନା କର, ସେ ଚାହିଁଲେ ନାହିଁ କେବଳ ତୁମେ ମାନେ ମୋ ନିମନ୍ତେ କାର୍ଯ୍ୟ କର। ତା ନୁହେଁ, ସେ କଣ କଲେ? ନିଜ ନିମନ୍ତେ ଧରି ରଖିବା ବିଷୟ ମନେ କଲେ ନାହିଁ, କିନ୍ତୁ ମନୁଷ୍ୟ ସଦୃଶ ହୋଇ ସେ ମନୁଷ୍ୟ ସଦୃଶ ହେଲେ, ଦାସ ରୂପ ଧାରଣ କରି ଆପଣାକୁ ଶୂନ୍ୟ କଲେ। ସେ ମଣିଷ ଭାବରେ ନିଜେ ଈଶ୍ୱର ହେଇଥିଲେ ମଧ୍ୟ ସେ କଣ କଲେ? ଦାସ ରୂପ ଧାରଣ କଲେ। ସେ ଆମ୍ଭ ମାନଙ୍କର ସେବା କଲେ, ସେ ଶିଷ୍ୟ ମାନଙ୍କର ସେବା କଲେ, ପାଦ ଧୋଇଦେଲେ। ତେବେ ଆମକୁ ନମ୍ର ହେବାକୁ ହେଲେ କଣ କଣ କରିବାକୁ ପଡିବ?
ଆମକୁ ଦାସ ରୂପ ଧାରଣ କରିବାର ଆବଶ୍ୟକତା ଅଛି। ଖ୍ରୀଷ୍ଟଙ୍କ ମନ ଯେପରି ଥିଲା ତୁମମାନଙ୍କର ମନ ସେ ପ୍ରକାର ହେଉ। ଆଉ ଗୋଟେ ପଦ ଆମେ ମାନେ ପଢିବା, ମିଖା ପୁସ୍ତକ 6:8। ମିଖା ପୁସ୍ତକ 6:8। ପାଇଲେ କି? ଏ ମନୁଷ୍ୟ ଯାହା ଉତ୍ତମ ତାହା ସେ ତୁମକୁ ଜଣାଇଅଛନ୍ତି। ଏ ମନୁଷ୍ୟ ଜାଣିଥାଅ ଯାହା ଉତ୍ତମ ତାହା ଜଣାଇଅଛନ୍ତି। ତୁମେ କେମିତିକା ନମ୍ର ହେଇକି ଜୀବନ କାଟି ପାରିବ, କେମିତିକା ନମ୍ରତାକୁ ଧାରଣ କରିପାରିବ, ଯାହା ଉତ୍ତମ ବିଷୟ ସେ ତୁମକୁ ଜଣାଇଅଛନ୍ତି। ଆଉ ସେ ସକଳ ବିଷୟ ସବୁ କଣ? ନ୍ୟାୟ ଆଚରଣ। କଣ କରିବା? ନ୍ୟାୟ ଆଚରଣ କର, ଦୟା ଭଲ ପାଇବା, ଦୟାକୁ ଭଲ ପାଅ, ଅନ୍ୟକୁ ଦୟା କରିବା ପାଇଁ ଭଲ ପାଇବା, ଓ ନମ୍ର ଭାବରେ ତୁମ ପରମେଶ୍ୱରଙ୍କ ସହିତ ଗମନାଗମନ କରିବାର। ଆମେନ୍। ନମ୍ରତାର ସହିତ ପରମେଶ୍ୱରଙ୍କ ସହିତ ଆମେ କଣ କରିବା? ଗମନାଗମନ କରିବା। ଆମେ ପ୍ରଭୁଙ୍କ ସହିତ ଚାଲିବା ପାଇଁ ଇଚ୍ଛା କରୁଛୁ, କିନ୍ତୁ ନିଜକୁ ନତ କରିବା ପାଇଁ ଇଚ୍ଛା କରୁନାହୁଁ। ଆଉ ଆମେ ଯେତେ ମଧ୍ୟ ନିଜକୁ ନତ ନ କରିବା, ପ୍ରଭୁ ଆମ ପାଇଁ ଯୋଉ କମିଟମେଣ୍ଟ କରିଛନ୍ତି, ଯୋଉ ପ୍ରତିଜ୍ଞା କରିଛନ୍ତି, ଆଶୀର୍ବାଦର ଫଳ ଆମେ ମାନେ ପାଇପାରିବା ନାହିଁ। ପ୍ରଭୁ କୁହନ୍ତି ତୁମେ ଦୟା ଆଚରଣ ଭଲ ପାଅ, ଦୟାକୁ ଭଲ ପାଅ, ନ୍ୟାୟ ଆଚରଣ କର। ନ୍ୟାୟ ତୁମ ଜୀବନରେ ତୁମେ ଉପଯୁକ୍ତ ଭାବେ ନ୍ୟାୟ ଆଚରଣ କର। ଆଉ କଣ କର? ନମ୍ରତାର ସହିତ। ନମ୍ରତା ମିନ୍ସ କଣ? ପରମେଶ୍ୱରଙ୍କ ସହିତ ଏକ ଗୁଡ ରିଲେସନ ରଖିକି, ଜେଣ୍ଟଲନେସ ସହିତ ଆଉ ବିନମ୍ରତାର ସହିତ ତୁମେ ମାନେ କଣ କର? ପରମେଶ୍ୱରଙ୍କ ସହିତ ଚାଲ। ନମ୍ରତା ମାନେ କଣ? ଏକ ସବମିଶନ ଲାଇଫ ସହିତ ଖ୍ରୀଷ୍ଟଙ୍କ ସହିତ ଚାଲ। ଏକ ସମର୍ପିତ ଜୀବନ ସହିତ, ପ୍ରଭୁଙ୍କଠାରେ ନିର୍ଭରଶୀଳ ଜୀବନ ସହିତ ଆମକୁ ତାଙ୍କ ସହିତ ଚାଲିବାର ଆବଶ୍ୟକତା ଅଛି। ତେବେ ଯାଇକି ଆମେ ମାନେ ଆଉ ଏଇ ନମ୍ରତାର ପୁରସ୍କାର ଆମେ ମାନେ ପାଇପାରିବା। କାହିଁକି? ସେ କମିଟେଡ ଅଛନ୍ତି, ସେ ଚୁକ୍ତିବଦ୍ଧ କରିছে, ପ୍ରତିଜ୍ଞା କରିଛନ୍ତି। କଣ ପ୍ରତିଜ୍ଞା କରିଛନ୍ତି? ନମ୍ର ଲୋକମାନେ ଧନ୍ୟ। ଯଦି ତୁମେ ନମ୍ର ହେବ ତାହେଲେ ତୁମେ ଆଶୀର୍ବାଦ ପାଇବ। ଆଉ ଆଶୀର୍ବାଦ କଣ? ତୁମେ ଦେଶର ଅଧିକାରୀ ହେବ। ଯଦି ଆମେ ମାନେ ଯୀଶୁ ଆମର ଫାଷ୍ଟ ଏକ୍ସାମ୍ପଲ, ଯଦି ଆମେ ମାନେ ଆଉ ଗୋଟେ ଏକ୍ସାମ୍ପଲ ନବା, ସେ ହେଲେ ଯୋସେଫ। ବାଇବେଲରେ ଯୋସେଫ ଯେଉଁ ବ୍ୟକ୍ତି ଥିଲେ, ଯାକୋବଙ୍କର ଯେତେବେଳେ ସବୁଠୁ ସାନ ଆଉ ପ୍ରିୟ ପୁତ୍ର ଭାବରେ ଥିଲେ, ସେତେବେଳେ ସେ ଦର୍ଶନ ଦେଖୁଛନ୍ତି, ଏକ ବିରାଟ ବଡ ଦର୍ଶନ ଦେଖୁଛନ୍ତି। ପ୍ରଭୁ ତାଙ୍କୁ ଉନ୍ନତ କରିବା ପାଇଁ କହୁଛନ୍ତି, ଆଉ ଆମେ କଣ କରିବା? ଏ ପୃଥିବୀର ତୁମକୁ ଜଗତ ତୁମକୁ ଅଧିକାରୀ କରେଇବା, ତୁମକୁ ଉଚ୍ଚ ପଦରେ ରଖିବା, ସମସ୍ତେ ତୁମକୁ ପ୍ରଣାମ କରିବେ। ସେ ସ୍ୱପ୍ନ ଦେଖୁଛନ୍ତି, ସୂର୍ଯ୍ୟ ଚନ୍ଦ୍ର ତାକୁ ପ୍ରଣାମ କରୁଛନ୍ତି, ସମସ୍ତ ବିଡା ଗୁଡିକ ତାଙ୍କ ବିଡାକୁ ପ୍ରଣାମ କରୁଛନ୍ତି, ଭାଇ ମାନେ ନତ ହେଉଛନ୍ତି। ଏ ସକଳ ବିଷୟ ଜାଣିଲା ପରେ ମଧ୍ୟ ସେ ନମ୍ରତାର ସହିତ ଜୀବନ କାଟିଲେ। ତାଙ୍କ ଭାଇ ମାନେ ତାଙ୍କ ଉପରେ ଅତ୍ୟାଚାର କଲେ, ଆମେ ମାନେ ଜାଣୁଛୁ, କିନ୍ତୁ ତାଙ୍କ ବିରୁଦ୍ଧରେ ସେ ଗଲେ ନାହିଁ, କହିଲେ ନାହିଁ। ସେ ପରମେଶ୍ୱରଙ୍କ ସହିତ ଏକ ଉତ୍ତମ ସମ୍ପର୍କ, ଏକ ଧର୍ମପୂର୍ଣ୍ଣ ଜୀବନ କାଟିବା ପାଇଁ ସବୁବେଳେ ବ୍ୟସ୍ତ ରହିଲେ, ଆଉ ସବୁବେଳେ ଉଦ୍ଯୋଗ ରହିଲେ। ସେ ଜେଣ୍ଟଲନେସ ସହିତ ରହିଲେ। ଯେତେବେଳେ ସେ ପଟିଫର ସ୍ତ୍ରୀ ତାକୁ ମିଥ୍ୟା ଆରୋପ ଦେଇ ଜେଲରେ କାରାରୁଦ୍ଧ କରେଇଲା, ସେ ସମୟରେ ମଧ୍ୟ ସେ ଜେଣ୍ଟଲ ସାଧାରଣ ଭାବରେ ରହିଲେ, ବିଚଳିତ ହେଲେ ନାହିଁ। ମୋର ପ୍ରିୟ ମାନେ, ଆମେ ଫାଇନାଲି ଦେଖୁଛୁ ତାଙ୍କର ଶେଷ ପରିଣତି କଣ? ଏକ ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ ପାଉଛନ୍ତି। ସମଗ୍ର ଦେଶ ଉପରେ ତାକୁ ପ୍ରଭୁ ଅଧିକାର ଦେଉଛନ୍ତି। ଆଉ ସବୁଠୁ ଇଣ୍ଟରେଷ୍ଟିଂ ବିଷୟ, ଯେତେବେଳେ ଅଧିକାର ପାଉଛନ୍ତି, ତାଙ୍କୁ ଆଘାତ ଦେଉଥିଲେ, ବାଧା ଦେଉଥିଲେ, ସେଇମାନଙ୍କ ପ୍ରତି ତଥାପି
से कौन करूनांती कठोर होनांती मात्र दया देखौचंती जेपरि जीशु ख्रीष्टଙ୍କର मन तुम मानकर सेपरि मन हेउ मोर प्रिय माने प्रभु प्रतिज्ञा करचंती जदि आमे माने नम्र हेबा ताले हमकु से देशर अधिकार करेबे देशर खाली अधिकार नुहे मोर प्रिय माने एक उत्तम पद आमे माने पढ़िबा एक उत्तम प्रतिज्ञा प्रभु करूचंती नम्र लोक मानक पई हम जाके आमे माने पाई परिबा हितोपदेश 22 रो 4 पद रे आमे माने की जन पढ़ दोडिके नम्रतार ओ सदा प्रभुଙ୍କ विषयक भयर पुरस्कार धन नम्रता जे नम्र हेबो से निश्चित रूप सदा प्रभु को भय करिवार जीवन काटिबो आ जे नम्रतार सहित सदा प्रभु को भय करिवो ता पई एक पुरस्कार प्रभु रखिचंती आ से पुरस्कार कोन धन ओ सम्मान ओ जीवन अटे कौन रखिचंती टिके म्यूट कर दियंतु कौन रखिचंती धन आउ सम्मान आउ जीवन अटे सुजाता भोल टिके आपन म्यूट करंतु आखर दीटा मोबाइल अछि कोन सेति पई इको होउची प्रभु कोंती तुमे खाली देशर अधिकार हेबो ता नुहे प्रभु कोंती जति नम्र हबो आ सदा प्रभु को भय करिवो जदि तुमे नम्र हबो ताले तुमे नम्रता केमिति का प्रमाण करिवो तुमे सदा प्रभु को एक भयशील जीवन काटुतबो आ तुमे जदि सदा प्रभु को भय करिवो नम्रतार सहित चालिबो ताले प्रभु कोंती तुमे कोन कोन पुरस्कार पाइबो तुमरो पुरस्कार अछि आमे माने पुरस्कार पाइबा आ कोन धन भी पाइबा सम्मान भी पाइबा आ कोन जीवन भी पाइबा आउ गोटे मनीष को कोन आवश्यक अटे मोर माने जगत रे बंचिबा पई ए तीनटा विषय पे तो हमें लड़ाई तो मु केमतिका अधिका दिन बंचीबी सेति पे कोन करिबी भलो भलो खाइबी खाउछ आमे माने मु जेमितिका सम्मानित तो हेबी एटा मोर इच्छा हम मन को इच्छा सब जगह हमको उच्चा स्थान मिलू आमे माने चाहूछु कोन धन अधिका अधिका केमतिका मु धन रोजगार करिबी मोर प्रिय माने ए सकल आशीर्वाद जहा हमको जगत रे दरकार प्रभु कहले ए सकल विषय तुमको पुरस्कार स्वरूप मिलिबो मात्र गोटे कंडीशन जेत तुमे आपना को निज को नत करिवो आ परमेश्वर को भय करिवो आमेन मोर प्रिय माने तेबे आसु आजिर विषय आमे माने प्रभु को निकटे प्रार्थना करिबा प्रभु हमको एक विनम्रतार जीवन काटिबा पई सहाय्य करंतु एक नम्रतार जीवन काटिबा पई सहाय्य करंतु ताकि एई आशीर्वाद जेमिति का में जगतर पृथ्वीर अधिकारी हे परिबा जेमिति का में पुरस्कार स्वरूप धन सम्मान और जीवन को लाभ करि परिबा सेति पई एक भयर सहित प्रभु को निकट एक विनम्रतार जीवन काटिबा पई आज प्रभु हमको सहाय्य करंतु निज को समर्पण करिबा आ प्रार्थना करिबा Thank you, Lord Jesus. Hallelujah. अनुग्रहकारी परमेश्वर प्रभु तुमरो धन्यवाद करूछु तुमरो गौरव करूछु प्रशंसा करूछु महिमा करूछु प्रभु तुमे दया करिछो तुमरो प्रतिज्ञात वाक्य देई तुमे हमको कथा कहिलो जदि तुमे नम्रतार सहित सदा प्रभु को भय करिवो ताहले तुम मानकु धन सम्मान और जीवन रो पुरस्कार दिया जीवो तुमे कहलो जे नम्र लोक से देश को ही अधिकार करिवो तुम कहलो जदि तुम उन्नत हेबा पई चाहो ताले निज को नत करो प्रभु सबुठु बड़ कष्टदायक विषय हम मान को निमंते अन्य ठारो निज को नत करिबा पई मात्र मु निवेदन करे तुमे निजे ताहा करी के देखाइलो ईश्वर रूपी हेले मध्य ता धरी की रखिलो नाही तुमे सेवक होबा पई इच्छा करो प्रभु तुमे मृत्यु पर सेति पई विजय पाइलो सकल विषय में तुम्हें विजय पाइलो आ तुम्हें कहलो तुम्हें भय कर नहीं कारण मु विजय पाई अछि तुम्हें जो अधिकार पाई अछो से अधिकार आज तुम्हें मते देई अछो हम मान को देई अछो प्रभु एक विजय जीवन काटिबा पई तुम हमको सहायता करो नम्रतार सहित भयर सहित तुम सहित चलिबा पाई तुम्हें हमको अनुग्रह करो
हे मोर प्रार्थना श्रवणकारी परमेश्वर प्रभु मु तुमर धन्यवाद करुछि तुमर गौरव करुछि प्रशंसा करुछि आज वाक्य नम्र लोके धन्य कारण से माने देश अधिकार हेबे प्रभु तुम्हें मते नम्र कर तुम्हें आम मान को नम्र कर नत कर जेपरी तुम उपयुक्त समय आमे माने उन्नत हो पारिबु तुम्हें हमको दया कर मंगलमय परमेश्वर सकल विषय गौरव प्रशंसा महिमा तुमको दे यीशु ख्रीष्ट को नाम रे समस्त प्रार्थना मागुछि आमेन प्रेज द लॉर्ड हालेलुया प्रभु हमको ये वाक्य दे आशीर्वाद करंतु आसो आमे माने